ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀଙ୍କ ଆତଙ୍କ ଜାରି ରହିଛି। କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି। ଏବେ ବଣାଇ ରେଞ୍ଜ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ଦନ୍ତା ବୁଲୁଥିଲା। ଗତକାଲି ଆଉ ଗୋଟିଏ ଗୋଠଛଡ଼ା ଦନ୍ତା ହାତୀ ନଦୀ ପାର ହୋଇ ରାତି 3ଟାରେ ଆସି ବଡ଼ପୋଷ ଗ୍ରାମରେ ଟୋପ ସାହିରେ ଶଙ୍କର କିଷାନଙ୍କ ଘର ଭାଙ୍ଗି ଦେଇଥିଲା। ଏହା ସହ ଧାନ ଚାଉଳ ନଷ୍ଟ କରିଥିବା ଜଣାପଡ଼ିଛି। ଘର କାନ୍ଥ ଭାଙ୍ଗିବା ଦେଖି ଶଙ୍କରଙ୍କ ପରିବାର ଲୋକେ ଭୟଭୀତ ହୋଇ ଘର ସମ୍ମୁଖ ପଟେ ବାହାରି ଦୌଡ଼ି ପଳାଇ ଯାଇ ନିଜ ଜୀବନ ରକ୍ଷା କରିଥିଲେ। କିଛି ଦିନ ପୂର୍ବରୁ ଧରଣୀଧର ପାଲିରେ ଏହି ଦନ୍ତା ରହିଥିଲା। ବନ ବିଭାଗ ଦ୍ୱାରା ହାତୀକୁ ଘଉଡ଼ାଇବା ଉଦ୍ୟମ ଜାରି ରହିଥିଲେ ମଧ୍ୟ ପୁଣି ଜଙ୍ଗଲରୁ ଫେରି ଆସୁଛନ୍ତି। ଏବେ ଗାଁ ନିକଟରେ ଦୁଇଟି ଦନ୍ତାଙ୍କ ଉପସ୍ଥିତି ବନ ବିଭାଗ ପାଇଁ ମୁଣ୍ଡବଥାର କାରଣ ହୋଇଛି।